नमस्कार मु हर्ष परीक्षा मोर यूट्यूब चैनल को आपको स्वागत जनाऊँगी। ए भिडियो रे आमे आलोचना करबा जोटा कि दिल्ली रु इंदौर पर्यंत विमान जाउथिला तार दुर्घटनाग्रस्त हेबा पूर्वरु से इमरजेंसी लैंडिंग करछि। तो ता पूर्व मु आपको रिक्वेस्ट करिवि जे भिडियोटी प्रथम रु शेष पर्यंत देखिबे एवं लाइक शेयर सब्सक्राइब करिया को भूलिबे नाही। गतकाली अर्थात अगस्ट 31 तारिख सकाळ 5:10 समय जोटा कि दिल्ली रु इंदौर को जीवार थिला विमान जोटा कि आपणकर एआर आपणकर 2913 ଯେତେବେଳେ ଉଡ଼ାଣ ଆରମ୍ଭ କରିଥିଲା ଉଡ଼ାଣ ଆରମ୍ଭ କରିବାର ଠିକ ଅଧଘଣ୍ଟା ଭିତରେ ଯେ କି ଆପଣଙ୍କର କକପିଟ କ୍ରୁ ମେମ୍ବର ଥିଲେ ସେ କକପିଟ ର କ୍ରୁ ମେମ୍ବର ସେ ଜାଣିପାରିଲେ ଯେ ଇଞ୍ଜିନ ରେ ନିଆଁ ଜଳୁଛି। କୋଉ ଇଞ୍ଜିନ ରେ ନିଆଁ ଜଳୁଛି ନା ଆପଣଙ୍କର ସେ ଇଞ୍ଜିନ ର ଯୋଉ ନିଆଁ ଜଳୁଛି ସେ ଇଞ୍ଜିନ ରେ ଯେତେବେଳେ କକପିଟ ଜାଣିପାରିଲେ କକପିଟ କ୍ରୁ ମେମ୍ବର ଜାଣିପାରିଲେ ଇଞ୍ଜିନ ରେ ନିଆଁ ଜଳୁଛି ସେ ଇମିଡିଏଟଲି ପାଇଲଟକୁ କହିଲେ ଯେ ଆପଣଙ୍କର ଏମର୍ଜେନ୍ସି ଭାବରେ ଲ୍ୟାଣ୍ଡିଂ କରିବା ପାଇଁ। କିନ୍ତୁ ପାଇଲଟ ସାହସର ସହିତ ଏମର୍ଜେନ୍ସି ଲ୍ୟାଣ୍ଡିଂ ନ କରିବା ଜରୁରୀକାଳୀନ ଅବତରଣ ନ କରି ସେ ସିଧାସଳଖ ପୁଣି ବାହୁଡ଼ି ଆସିଲେ ଆପଣଙ୍କ ଦିଲ୍ଲୀକୁ ଏବଂ ଦିଲ୍ଲୀର ସେଇ ଯୋଉ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ନିରାପଦରେ ସୁରକ୍ଷିତ ଭାବରେ ଅବତରଣ କରେଇଲେ। ଏବଂ ବିଷୟଟି ହେଲା ଏଇଟା ଯେ ଯୋଉ ଏୟାର ବକ୍ସରେ ଆପଣଙ୍କର ନିଆଁ ଜଳିଲା ସେଇଟା ହଉଛି ଆପଣଙ୍କର ସେଇ ଏୟାର ବକ୍ସରେ ଯୋଉ କ୍ରୁ ଯୋଉ କକପିଟରେ ଯୋଉ ନିଆଁ ଜଳିଲା A320 NEO ଏୟାରକ୍ରାଫ୍ଟ ବା ନ୍ୟୁୟର୍କ ଏୟାରକ୍ରାଫ୍ଟ ସେଇ ଜାଗାରେ ଆପଣଙ୍କର ନିଆଁ ଜଳିବାର ଦୃଶ୍ୟ ଦେଖାଗଲା ଏବଂ ଯାହାରି ଫଳରେ କକପିଟ କ୍ରୁ ମେମ୍ବର ସେ ଇମିଡିଏଟଲି ଇନଫର୍ମେସନ ଦେଲେ ପାଇଲଟକୁ ଯେ ଆମର ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ତ ଏଇ ପରିପ୍ରେକ୍ଷୀରେ ପାଇଲଟଙ୍କର ଯୋଉ ଆବେଗ ଥିଲା ବା ଯୋଉ ମନୋବଳ ଥିଲା ସେ ମନୋବଳକୁ ଆମେ ସାଲ୍ୟୁଟ କରିବା ଦରକାର। କାରଣ ଯଦିଓ ସେଥିରେ ଆପଣଙ୍କର 90 ଜଣ ପ୍ୟାସେଞ୍ଜର ଥିଲେ ଏବଂ ଅନ୍ୟାନ୍ୟ କ୍ରୁ ମେମ୍ବର ମାନେ ମଧ୍ୟ ଥିଲେ କର୍ମକର୍ତ୍ତା ମାନେ ମଧ୍ୟ ଥିଲେ ତାଙ୍କୁ ଧରିକି ସେ ବିମାନ ଅଲରେଡି ନିଆଁ ଜଳିବା ଆରମ୍ଭ ହେଇକି ସାରିଲାଣି ତ ସେ ସିଧାସଳଖ ଠିକ ଯିବାର 30 ମିନିଟ ପରେ ପୁଣି ପଛକୁ ବାହୁଡ଼ି ଆଣି ଆପଣଙ୍କର ନିର୍ଦ୍ଦିଷ୍ଟ ଜାଗାରେ ବା କୌଣସି ଅଭାବ ସୁବିଧା ନେଇ ବା କୌଣସି ପ୍ରକାର ବିପଦ ଆପଦ ନେଇ ସେ ଠିକ ଭାବରେ ସେ ଅବତରଣ କରେଇଛନ୍ତି। ଯୋଉଟା କି ବହୁତ ଆପ୍ରିସିଏସବୁଲ ବିଷୟବସ୍ତୁ। ଯୋଉ ବିମାନରେ ଆପଣଙ୍କର 90 ଜଣ ଲୋକ ଯାଉଥିଲେ ପାସେଞ୍ଜର ସେମାନେ ମଧ୍ୟ ନିଜକୁ ଧନ୍ୟ ମନିଛନ୍ତି। କାରଣ କିଛି ସମୟ ହେଇଥିଲେ ବୋଧେ ହୁଏ ସେ ବିମାନଟି ଜଳି ଯାଇଥାନ୍ତା ବା ବିମାନଟି ଆପଣଙ୍କର ମାନେ ପୁରା ତାର କୌଣସି ପତା ବି ମିଳନ୍ତା ନାହିଁ। ଏଇଟା ଆମେ ସମସ୍ତେ ଜାଣିଛୁ। ୟା ପୂର୍ବରୁ ଅନେକ ଘଟଣା ଗୁଡ଼ିକ ଘଟିଛି ଯୋଉ ଘଟଣାରେ ଅନେକ ଲୋକ ଅନେକ ଜୀବନ ହାନି ହେଇଛି ବା ଅନେକ ବିପଦ ଆପଦ ସମସ୍ୟା ସୃଷ୍ଟି ହେଇଛି ଏ କଥା ଆମେ ସମସ୍ତେ ଜାଣିଛେ। ତ ୟାରି ଭିତରେ ଗତକାଲି ଯୋଉ ବିପଦ ହେବାକୁ ଯାଉଥିଲା କିନ୍ତୁ ଏଇଟା ଆମ ପାଇଁ ଗୋଟେ ସୌଭାଗ୍ୟର କଥା ବା ଆମର ସୌଭାଗ୍ୟର କଥା ଏଇଟା ଯେ କ୍ରୁ ମେମ୍ବର ଜାଣିପାରିଲେ କକପିଟ କ୍ରୁ ମେମ୍ବର ଜାଣିପାରିଲେ ଯେ ନିଆଁ ଜଳିବାକୁ ଆରମ୍ଭ ହେଲାଣି ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହବ। ତେଣୁ ପାଇଲଟକୁ କହିକି ସେ ପଛକୁ ବାଡ଼େଇ ଆଣି ଆପଣଙ୍କର ନିର୍ଦ୍ଦିଷ୍ଟ ସେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସେଇଟାକୁ ଅବତରଣ କରାଇଲେ ଏବଂ ଏଇଟା ହଉଛି ଯାହାକି ଅଳ୍ପକେ ବର୍ତ୍ତିଗଲା। ଆଉ ଯଦି କିଛି ଯଦି ଦୁର୍ଘଟଣା ହେବାର ଥିଲା ବା ଯଦି ଆଉ ଯଦି କିଛି ଅସୁବିଧା ଥାନ୍ତା ବା ଅଘଟଣ ହେବାର ସମ୍ଭାବନା ଥିଲା ତାହେଲେ କକପିଟ ମେମ୍ବର ବୋଧେ ସେ ବିଷୟ ପ୍ରତି ଧ୍ୟାନ ଦେଇନଥାନ୍ତେ। କିନ୍ତୁ ଏଥିରୁ ଜଣାପଡୁଛି ଯୋଉମାନେ ବି ବିମାନ ବନ୍ଦରରେ ଯାଉଛନ୍ତି ସେମାନେ ନିଶ୍ଚିତ ଭାବରେ ସବୁ ପ୍ରତି ସବୁ ଡିଭିଜନ ପ୍ରତି ସେମାନଙ୍କର କଣ ନିରୀକ୍ଷଣତା ଥାଉଛି ବା ଆଲର୍ଟ ଥାଉଛନ୍ତି ସମସ୍ତ ଡିଭିଜନ ପ୍ରତି। କ୍ରୁ ମେମ୍ବର ଯିଏ କ୍ରୁ ଆପଣଙ୍କର କକପିଟ ର କ୍ରୁ ମେମ୍ବର ତା ପ୍ରତି ତାଙ୍କର ଆଲର୍ଟ ଥାଉଛି ବା ପାଇଲଟ ତାଙ୍କର ମାନେ ଚାଳନ ପ୍ରତି ତାଙ୍କର ଆଲର୍ଟ ଥାଉଛି। ଏଇଭଳି ସମସ୍ତଙ୍କର ଆଲର୍ଟ ରହୁଛି ଏଇଥିରୁ ଜଣା ପଡୁଛି। ତେଣୁକରି ଯେତେବେଳେ ଆପଣଙ୍କର ନିଆଁ ଜଳିଗଲା A320 ନିଓ ଏୟାରକ୍ରାଫ୍ଟ ତ ସେଥିରେ କ୍ରୁ ମେମ୍ବର ଇମିଡିଏଟଲି ପାଇଲଟକୁ ଯାହା ଜଣେଇଛନ୍ତି ଏବଂ ଯାହାରି ଫଳରେ ସେ 90 ଜଣ ପ୍ୟାସେଞ୍ଜର ତା ସହିତ ଆପଣଙ୍କର କର୍ମକର୍ତ୍ତା ଯୋଉମାନେ ଆପଣଙ୍କର ଏୟାର ଇଣ୍ଡିଆରେ ଥିଲେ ଆପଣଙ୍କର ଦିଲ୍ଲୀ ଟୁ ଇନ୍ଦୋର ଯାଉଥିଲା ତାକୁ ପୁଣି ବାହୁଡିକି ଆଣିକି ଆପଣଙ୍କର ଦିଲ୍ଲୀରେ ଅବସ୍ଥାପିତ କଲେ। ଯୋଉଟା କି ବହୁତ ଭଲ ବିଷୟ। ଅଳ୍ପ କି ବର୍ତ୍ତିଗଲା ବିମାନ ଦୁର୍ଘଟଣା ଯାହାକି ବର୍ତ୍ତମାନ ପରିପ୍ରେକ୍ଷୀରେ ହଇଚଇ ସୃଷ୍ଟି ହଉଛି। ଏବଂ ଗୋଟିଏ ବିଷୟ ମଧ୍ୟ ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟେ ପ୍ରଶ୍ନ ରଖିବାକୁ ଚାହୁଁଛି। କାରଣ ଏଇଭଳି ବାରମ୍ବାର ଯଦି ଘଟିବ ତାହେଲେ ଯୋଉମାନେ ଏଇ ବିମାନରେ ଯିବା ଆସିବା କରୁଛନ୍ତି ନୀତିଦିନିଆ କାର୍ଯ୍ୟକ୍ରମରେ ବା ନିଜର ଜୀବନ ଜୀବିକାରେ ବା ନିଜର କର୍ତ୍ତବ୍ୟ ପଥରେ ତାହେଲେ ସେମାନଙ୍କର ସାହସ ରହିବ ତ? ସେମାନଙ୍କର ସାହସ ସେ ବା ସେମାନଙ୍କର କ୍ୟାରେଜ ସେ ଯିବା ଆସିବାରେ ରହିବ ତ? ବା ସେ ତା ପ୍ରତି ତାଙ୍କର ଯୋଉ ଅଛି ଅ, ଅ, ଅଭିଜ୍ଞତା ସେ ଅଭିଜ୍ଞତା ତାଙ୍କ ପାଖରେ ରହିବ ତ? ବା ବିଶ୍ୱସ୍ତତା ଯୋଉ ଅଛି ସେ ବିଶ୍ୱସ୍ତତା ରହିବ ତ? ତେଣୁକରି ଯୋଉମାନେ କର୍ମକର୍ତ୍ତା ଅଛନ୍ତି
বা এই ଯୋଉ ଉଡ଼ାଣ ପୂର୍ବରୁ ସମସ୍ତ ଠିକ ଠାକ ଆପଣଙ୍କର ଯାଞ୍ଚ କରିବା ଦରକାର। ସବୁ ଇଞ୍ଜିନ ସବୁ ଠିକ ଠାକ ଅଛି କି ନାହିଁ, ବା ଉଡ଼ାଣ ପାଇଁ ଏଇଟା ଉପଯୋଗୀ କି ନାହିଁ, ସମସ୍ତ ବିଷୟ ପ୍ରତି ଆପଣଙ୍କର ଯାଞ୍ଚ କରିବା ଦରକାର। ଏବଂ ଆହୁରି ଗୋଟେ ପ୍ରଶ୍ନ ମୋତେ ଆସୁଛି, ଯୋଉମାନେ ବି ଯାଞ୍ଚ କଲା ପରେ ଉଡ଼ାଣ କରୁଛନ୍ତି ସେମାନଙ୍କ ପାଖରେ କିଛି ତ୍ରୁଟି ରହୁଛି କି? କାରଣ ସେମାନଙ୍କର ମଧ୍ୟ କିଛି ଲାକୁନା ରହୁଛି କି? କାରଣ ସେମାନେ ଯାଞ୍ଚ କଲା ପରେ ଉଡ଼ାଣ ହଉଛି, ଉଡ଼ାଣ ହେଲା ପରେ ପୁଣି ଆପଣଙ୍କର ଅ, ଯେ କକପିଟରେ ନିଆଁ ଜଳି ଯାଉଛି, କକପିଟରେ ନିଆଁ ଲାଗିଯାଉଛି, ଯାହାରି ଫଳରେ ଆପଣଙ୍କର ବିମାନ ଦୁର୍ଘଟଣା ହେବାର ଥିଲା। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ 90 ଜଣ ପାସେଞ୍ଜର ଏବଂ ଅନ୍ୟାନ୍ୟ କ୍ରୁ ମେମ୍ବର୍ସ ଗୁଡାକ। ତେଣୁ ଏଇଟା ଗୋଟେ ସୌଭାଗ୍ୟର କଥା। କିନ୍ତୁ ଏଥିପ୍ରତି ଯେ ସମସ୍ତ କର୍ତ୍ତୃପକ୍ଷ, ଯୋଉମାନେ ଏୟାର ଇଣ୍ଡିଆର କର୍ତ୍ତୃପକ୍ଷ, ସମସ୍ତେ ସଜାଗ ରହିବା ଦରକାର ବା ସମସ୍ତେ ଆଲର୍ଟ ହେବା ଦରକାର। କାରଣ ଏଇ ଯୋଉ ଆଲର୍ଟ ନ ହେବା ଯୋଗୁ ହିଁ, ବା ଏଇ ଯୋଉ ଆଲର୍ଟ ନ ହେଇକି ନିଜର ଯୋଉ ଖାମଖିଆଲ ମନୋଭାବ ନ କରିକି ତାକୁ ଭଲ ଭାବରେ ପରଖିକି ଛାଡ଼ିବା ଦରକାର ବା ଅବଦାନ କରିବା ଦରକାର। ତ এই ଭିଡ଼ିଓଟି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଭିଡ଼ିଓଟି ସମସ୍ତେ ଜାଣିବା ପାଇଁ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। କାରଣ ସମସ୍ତେ ଏହା ପ୍ରତି ଧ୍ୟାନ ଦେବା ଦରକାର ବା ସମସ୍ତେ ଏହା ପ୍ରତି ଏକ୍ସପିରିଏନ୍ସ ହେବା ଦରକାର এই বিষয়টি। ତେଣୁ ମୁଁ ଅନୁରୋଧ କରୁଛି ସମସ୍ତଙ୍କୁ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।